ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଥିଲେ ସାଙ୍ଗରେ ଆଣନ୍ତୁ ଛତୁଆ। ମନ୍ଦିର ଟ୍ରଷ୍ଟ 22 ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟକୁ ଲଗାତାର ଭାବରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ପ୍ରତିଦି ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ପବିତ୍ର ରାମ ନବମୀ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ବହୁ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ପବିତ୍ର ରାମ ନବମୀ ବା ରାମଙ୍କ ଜନ୍ମତିଥି 17 ଏପ୍ରିଲରେ ଅନୁଷ୍ଠିତ ହେବ। ଅଯୋଧ୍ୟା ରାମ ମନ୍ଦିରର ଉଦ୍ଘାଟନ ପରେ ଏହା ହେଉଛି ରାମଲାଲାଙ୍କ ପ୍ରଥମ ରାମନବମୀ। ସେଥିପାଇଁ ୟୁପି ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପରିକି 3 ଦିନ ଯାଏଁ 24 ଘଣ୍ଟା ଦର୍ଶନର ସୁବିଧା ମଧ୍ୟ କରାଯାଇଛି। ଭକ୍ତଙ୍କ ସୁବିଧା ତଥା ନିରାପତ୍ତା ପାଇଁ ପ୍ରଶାସନ ତାର ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିସାରିଛି। ଏପ୍ରିଲ ମାସର କଠିନ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ସାଙ୍ଗରେ ଛତୁଆ ଆଣି ଆସିବାକୁ କହିଛନ୍ତି। କାରଣ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ପ୍ରବଳ ଖରାରେ ଭକ୍ତମାନଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼ିବ। ଏପରି ପରିସ୍ଥିତିରେ ଲୋକମାନଙ୍କ ଶରୀରରେ ପୋଷକ ତତ୍ତ୍ୱ ଯେପରି କମ ନହେଉ ସେଥିପାଇଁ ମନ୍ଦିର ପ୍ରଶାସନ ସାଙ୍ଗରେ ଛତୁଆ ଆଣି ଆସିବାକୁ ଅପିଲ କରିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଚିବ ଚମ୍ପତ ରାୟ କହିଛନ୍ତି ଯେ ଭୀଷଣ ଗରମରୁ ଲୋକମାନେ ଅତିଷ୍ଠ ହୋଇଯିବେ। ପିଇବା ପାଣି ତ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅଛି କିନ୍ତୁ ଅତ୍ୟକ ଗରମ କାରଣରୁ ଭକ୍ତଙ୍କ ଶରୀରରେ ଯେପରି ପୋଷକ ତତ୍ତ୍ୱ କମ ନହେବ ସେଥିପାଇଁ ସେମାନେ ସେମାନଙ୍କ ସାଙ୍ଗରେ ଛତୁଆ ନେଇ ଆସନ୍ତୁ। ଏହା ଦ୍ୱାରା ତାଙ୍କୁ ଗରମରୁ ରକ୍ଷା ମିଳିବା ସହ ଶରୀରକୁ ମଧ୍ୟ ଶକ୍ତି ମିଳିବ। ଏହା ସହିତ ଗହଳିରେ କେଉଁ ଆଡ଼େ ନଯାଇ ଶ୍ରଦ୍ଧାଳୁ ମାନେ ସେମାନଙ୍କ ସହ ଆସିଥିବା ଅନ୍ୟାନ୍ୟ ପ୍ରିୟଜନଙ୍କ ସହ ରୁହନ୍ତୁ।